ମୁଁ ବାଳକୃଷ୍ଣ ବାତ୍ର 4 ନମ୍ବର ୱାର୍ଡ କାଉନସିଲର। ସାର୍ କ'ଣ କହିବୁ ଆୟୁଷ୍ମାନ ଭାରତ ପ୍ରଧାନ ଯୋଜନା ଆଜି ଲୋକପ୍ରିୟ ହେଇଛି ଦେଖନ୍ତୁ ଏହା ଦୀର୍ଘ ଦିନ ହେଲା ଯାହାକି ପୂର୍ବ ସରକାର ଥିଲେ ଯେଉଁ ନବୀନ ପଟ୍ଟନାୟକ ଥିଲେ ତାଙ୍କେ ବନ୍ଦ କରି ରଖିଥିଲେ ଏହି ଯୋଜନାଟାକୁ ଲୋକଙ୍କ ପାଖରେ ପହଞ୍ଚି ପାରୁନଥିଲା। ଏହି ଯୋଜନା ନ ପହଞ୍ଚିବା ଯୋଗୁଁ ଆଜି ତାଙ୍କୁ ସରକାର ହଟାଇବାକୁ ମଧ୍ୟ ଲୋକ ପଚାଇ ନଥିଲେ। ଦୀର୍ଘ ଦିନର ଆଶା ଆଜି ପୂରଣ ହେଇଛି। ଆୟୁଷ୍ମାନ କାର୍ଡ ଆଜି ଲାଗୁ କରିଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମହୋଦୟ। ସେଥିପାଇଁ ଆମର ଏହି ଗଜପତିବାସୀ ବା ପାରଳାଖେମୁଣ୍ଡିର ଆୟୋଜନ ହୋଇଥିଲା। 1000 ଊର୍ଦ୍ଧ୍ୱ ଲୋକ ଏଥିରେ ଯୋଗଦାନ ଦେଇଥିଲେ। ଏହି କାର୍ଯ୍ୟକ୍ରମରେ ଦେଇ ସମସ୍ତେ ଖୁସି ମନେ କରୁଛନ୍ତି। ଏହି କାର୍ଡ ଯୋଗେ ଆଗକୁ ଆମେ ସ୍ୱାସ୍ଥ୍ୟର ମାଗଣା ସୁବିଧା ପାଇପାରିବା। ସେଥିପାଇଁ ବୋଲିକି ଆମେ ମାନ୍ୟବର ମୋହନ ଚରଣ ମାଝୀ ମହୋଦୟଙ୍କୁ ଅଶେଷ ଧନ୍ୟବାଦ ଜଣାଉଛୁ। ମୁଁ ଧନ୍ୟବାଦ ଦେବି ସରକାରଙ୍କୁ। ଯାହା ହଉ ଏଇଟା ପୂର୍ବରୁ ଥିଲା ଯାହାକି ମାନ୍ୟବର ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ VSKY କାର୍ଡ ମାଧ୍ୟମରେ ଲୋକମାନଙ୍କୁ ଯେଉଁ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେଉଥିଲେ, ଏବେ ସେଇଟାକୁ ଯେଉଁ ନବୀକରଣ କରୁଛନ୍ତି ଆମର ଏବେକାର ସରକାର ମୋହନ ସରକାର, ନିଶ୍ଚିତ ଭାବେ ଧନ୍ୟବାଦ ଦେବି। ଯାହା ହଉ କି ଏଇଟା ଗୋଟେ ଯୁଗାନ୍ତକାରୀ ପଦକ୍ଷେପ କହିଲେ ଅତ୍ୟୁକ୍ତି ହେବ ନାହିଁ, ଯାହାକି ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କୁ ମଧ୍ୟ ସେମାନେ ଯେଉଁ ପ୍ରାଧିକରଣ ଦେଇଛନ୍ତି ସେଥିପାଇଁ ମୋ ତରଫରୁ ଅଶେଷ ଆଜି ଆୟୁଷ୍ମାନ ଯୋଜନା, ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା, ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ଏବଂ ବୟୋବନ୍ଧୁ ବୟୋଜ୍ୟେଷ୍ଠ ବନ୍ଧୁମାନଙ୍କର ବୟୋଜ୍ୟେଷ୍ଠ ବ୍ୟକ୍ତିମାନଙ୍କ ନିମନ୍ତେ ଯେଉଁ ଯୋଜନାକୁ ଆଜି ମାନ୍ୟବର ମୁଖ୍ୟମନ୍ତ୍ରୀ ଏବଂ ମାନ୍ୟବର କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଆଭାସୀ ଜରିଆରେ ଏଠାରେ ଉଦ୍ଘାଟନ କରିଛନ୍ତି। ପାରଳାଖେମୁଣ୍ଡି ମ୍ୟୁନିସିପାଲିଟିରେ 1000 ଊର୍ଦ୍ଧ୍ୱ ଲୋକ ଏଠାରେ ପାର୍ଟିସିପେଟ୍ କରିଥିଲେ ଏହି ଯୋଜନାରେ ଏବଂ ଆମର ମାନ୍ୟବର ବିଧାୟକ ପାରଳାଖେମୁଣ୍ଡି ଏବଂ ଚେୟାରପର୍ସନ ମ୍ୟୁନିସିପାଲିଟି ସମସ୍ତେ ରହି ଏହାକୁ ଲୋକାଭିମୁଖୀ କରିବା ପାଇଁ ଯଥେଷ୍ଟ ପ୍ରଚେଷ୍ଟା କରିଛନ୍ତି। ଏଥିରେ ଭାରତବର୍ଷରେ ପ୍ରତ୍ୟେକ ପ୍ରାଇଭେଟ୍ ହସ୍ପିଟାଲ ଏବଂ ଗଭର୍ଣ୍ଣମେଣ୍ଟ ହସ୍ପିଟାଲରେ ଲୋକମାନେ ମହିଳାମାନଙ୍କ ନିମନ୍ତେ 10 ଲକ୍ଷ ଏବଂ ପୁରୁଷମାନଙ୍କ ନିମନ୍ତେ 5 ଲକ୍ଷ ପର୍ଯ୍ୟନ୍ତ ପ୍ରତି ପରିବାର ସେମାନେ ଏଥିରେ ହେଲ୍ଥ ଆସ୍ୟୁରାନ୍ସ ଯେଉଁ କଥା ଆଜି କହିଲେ ହେଲ୍ଥ ମିନିଷ୍ଟର ଆମର, ଯେଟା ଇନ୍ସୁରାନ୍ସ ନୁହେଁ ଏଇଟା ଆସ୍ୟୁରାନ୍ସ, ସମସ୍ତଙ୍କ ପାଇଁ ଏଇଟା ହେଲ୍ଥ ଆସ୍ୟୁରାନ୍ସ ରହିଛି ଏବଂ ଆଶା କରିବା ଏହା ଲୋକମାନଙ୍କର ହେଲ୍ଥ ଏକ୍ସପେଣ୍ଡିଚରରେ ଯେଉଁ ପଇସା ଖର୍ଚ୍ଚ ହେଉଥିଲା ତାକୁ କମେଇବ ଏବଂ ଲୋକମାନେ ଅଧିକ ପଇସା ସଞ୍ଚୟ କରିପାରିବେ ଏବଂ ନିଜର ଜୀବନଶୈଳୀକୁ ଉନ୍ନତି କରିପାରିବେ। ଦେଖନ୍ତୁ ଆୟୁଷ୍ମାନ ଜନ ଆରୋଗ୍ୟ ଏବଂ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଆଜି ଯେଉଁ ଶୁଭାରମ୍ଭ ହେଉଛି ଆପଣମାନେ ସମସ୍ତେ ଜାଣିଥିବେ 2018 ମସିହାର ଅଗଷ୍ଟ 15ରେ ତତ୍କାଳୀନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତରେ VSKY କାର୍ଡ ଶୁଭାରମ୍ଭ ହୋଇଥିଲା। ଯେତେବେଳେ ସବୁ ପରିବାରଙ୍କର ଯେଉଁ ମେରୁଦଣ୍ଡ ଭାବେ ଗୋଟେ VSKY କାର୍ଡ ଯେତେବେଳେ ଦେଲେ ସମସ୍ତଙ୍କର ସ୍ୱାସ୍ଥ୍ୟ କ୍ଷେତ୍ରରେ ବହୁତ ଉନ୍ନତି ହୋଇପାରିଛି ଆପଣମାନେ ସମସ୍ତେ ଜାଣିଥିବେ। ତାକୁ ଆଜି ଦୁଇ ପାଦ ଆଗକୁ ନେବା ପାଇଁ ବର୍ତ୍ତମାନ ସରକାର ବିଜେପି ସରକାର ଯାହା ଆୟୁଷ୍ମାନ ଭାରତ ଯୋଜନାକୁ ଜଡ଼ିତ କରିଛନ୍ତି ଆମେ ସମସ୍ତେ ତାକୁ ସ୍ୱାଗତ ଜଣାଉଛୁ। ଦେଖାଯାଉ ଯାହା ପୂର୍ବରୁ ନବୀନ ବାବୁ ଯେମିତି ମାଆମାନଙ୍କୁ 10 ଲକ୍ଷ ଏବଂ ପୁରୁଷମାନଙ୍କୁ 5 ଲକ୍ଷ ଦେଉଛନ୍ତି, ଆଜି ତାଠାରୁ ଅଧିକ ଦେବାର ଆବଶ୍ୟକତା ଅଛି। କାହିଁମାନେ ସ୍ୱାସ୍ଥ୍ୟରେ ବହୁତ ପ୍ରକାର ଅସୁବିଧା ହେଉଛି, କିନ୍ତୁ ଗଲାବେଳେ ଯେମିତି ସବୁ ହସ୍ପିଟାଲ ମାନଙ୍କରେ ଆଗ ପଇସା ନ ପଚାରିକି କାର୍ଡକୁ ସେମାନେ ଯେମିତି ପ୍ରାଧାନ୍ୟତା ଦେଇକି ଯାହା ପେସେଣ୍ଟ ଆସିବେ ସେମାନଙ୍କୁ ଆଡମିଟ୍ କରିକି ପଇସା ନ ଦେଖିକି କାର୍ଡ ଦ୍ୱାରାରେ ତାଙ୍କମାନଙ୍କୁ ଯାହା ବି ଚିକିତ୍ସା କରିବା ନିହାତି ଦରକାର। ଯିବା ସାଙ୍ଗେ ସାଙ୍ଗେ ଯଦି ପଇସା ମାଗିବେ କହିବେ ଯଦି ତାଙ୍କେ ତମେ ଆଗ ପଇସା ଖର୍ଚ୍ଚ କର ତାପରେ ତମକୁ ପଇସା ଦିଆଯିବ, ତାହେଲେ ଆଉ ଥରେ ଲୋକମାନଙ୍କୁ ହଇରାଣ ହେବେ। ସେଇଟା ନ ହଉ ଯେମିତି।